ତାହେଲେ ଆଜି ତ ସୃଷ୍ଟି ନାହାନ୍ତି ଜଗନ୍ନାଥ ଗାରିଭୂତ ହୋଇ ଶ୍ରୀମନ୍ଦିରରେ ଅବସ୍ଥାନ କରୁଛନ୍ତି। ରାମ ନାହାନ୍ତି। ଭଗବାନ ସତ୍ୟଯୁଗରେ ବାରମ୍ବାର ଯୁଦ୍ଧ କରି ଅନେକ ରାକ୍ଷସକୁ ବଧ କରିଥିଲେ, ସେ ବି ଆଜି ନାହାନ୍ତି। ତାହେଲେ ଆଜି ଭାଗବତ ପାରାୟଣର ଉଦ୍ଦେଶ୍ୟ ଆମେ କାହିଁକି ପ୍ରତି ଗାଁରେ ଭାଗବତ ପାରାୟଣ କରୁଛେ? ଏକମାତ୍ର କାରଣ ହେଉଛି ଆଜି ବି ରାକ୍ଷସମାନେ ଉତ୍ପୀଡ଼ନ କରୁଛନ୍ତି। ସତ୍ୟଯୁଗରେ ଚାରୋଟି ଯୁଗ ଥିଲା, ଚାର ନାଁ ଥିଲା। ସେତେବେଳେ ମଧ୍ୟ 4 ଅକ୍ଷର ବିଶିଷ୍ଟ ରାକ୍ଷସ ଆସୁଥିଲେ ଏବଂ 4 ବିଶିଷ୍ଟ ଠାକୁର ମଧ୍ୟ ଥିଲେ। ଭଗବାନ ସେ ଅବତାର ଧାରଣ କରି ଧରାବତରଣ ହୋଇଥିଲେ। କିରଣରେ ଆସିଥିଲେ, ନରସିଂହ ରୂପରେ ତାକୁ ବଧ କଲେ। ତ୍ରେତାରେ ରାବଣ ଆସିଲେ, ତାକୁ ରାଘବ ରୂପରେ ତାକୁ ବଧ କଲେ। ଦ୍ୱାପରରେ କଂସ ଆସିଲେ, ତାକୁ କୃଷ୍ଣ ନାମ ଧରି